হব যদি মদ বন্ধ হয়ে যায় খଣି খাଦାନ ଯାହା ଥିଲା 24 ବର୍ଷ ଗୋଟେ ଦଳର ସରକାର ରହିଲେ ସେମାନେ କ'ଣ କଲେ ସେମାନେ ଜାଣିଥିବେ ବର୍ତ୍ତମାନ 18 ମାସ କି 19 ମାସ ହବ ବିଜେପି ସରକାର ଆସିଛି ସିଏ ଚେଷ୍ଟା କରୁଛି ଯେ ସବୁ ଜିନିଷଟାକୁ କେମିତି ସବୁ ସମ୍ଭାଳି ହବ ବହୁତ ଜିନିଷ ଅଛି ବେକାରୀ ସମସ୍ୟା ଆପଣଙ୍କର ବାର୍ଦ୍ଧକ୍ୟ ଭତ୍ତା ଆପଣଙ୍କର ବିକଳାଙ୍ଗ ଭତ୍ତା ସ୍କୁଲ ଟିଚର ମାନଙ୍କର ଦରମା ସ୍କୁଲ ନୂଆ ତିଆରି କରିବା ଶିକ୍ଷାଟାକୁ ବଢେଇବା ଡାକ୍ତରଖାନା ନୂଆ କରିବା ଡାକ୍ତରମାନଙ୍କର ଆପଏଣ୍ଟମେଣ୍ଟ ଡାକ୍ତରମାନଙ୍କର ଦରମା ସରକାରୀ ସ୍ତରରେ ଦରମା ଦବା ବି କଷ୍ଟକର ହେଇଯିବ ଯଦି ମଦଟାକୁ ବନ୍ଦ କରିଦିଆଯାଏ କାରଣ ମଦ ଗୋଟେ ଏମିତି ଜିନିଷ ଲୋକମାନେ ସେଟାକୁ ଆସ୍ତେ 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 ଏମିତି ଅଭ୍ୟାସ କରିଦେଇଛନ୍ତି ଯୋଉଟାକି ବିନା ମଦରେ କିଛି କୋଉଠି ହେଇପାରିବନି ମଲା କାମ ପାଇଁ ମଦ ଦରକାର ଡେଡ୍ ବଡି ଉଠା ହବ ମଦ ଦରକାର ବାହାଘର ମଦ ଦରକାର ଗାଡିରେ ଆମେ ଯିବୁ 5 ଜଣ ସାଙ୍ଗ ମିଶିଛୁ ମଦ ଦରକାର ମଦ ସବୁଠି ଦରକାର କାରଣ ମଦ ନହେଲେ ହବ ନାହିଁ 30% ଭଳିଆ ଟ୍ୟାକ୍ସ ଆସୁଛି ଗତ ବର୍ଷ ଯଦି କୌଣସି ଲୋକ ମଦ ନ ପିଇବେ ତାହେଲେ ଓଡିଶା ତ କାଙ୍ଗଳ ହେଇଯିବ